ପାଳଙ୍ଗ ଶାଗ ବି ଲାଗିପାରେ ଏତେ ସୁଆଦିଆ। ଏଇଠି ଆପଣମାନେ ଦେଖିକି ଅନ୍ଦାଜ ଲଗେଇ ସାରିବେଣି ଏଇ ତରକାରୀ କେତେ ଡେଲିସିୟସ୍ ହେଇଛି ବୋଲି। ଭାତ, ରୁଟି, ପୁରୀ, ପରଟା ସବୁଥିରେ ମଜା ଲାଗିବ। ଘରେ ଯଦି ଏତେ ସୁଆଦିଆ ତରକାରୀ ବନେଇ ପାରିବେ ତାହେଲେ ଢାବା ରେଷ୍ଟୁରାଣ୍ଟର ଦାମୀ ଦାମୀ ତରକାରୀ ଖାଇବା ବି ଭୁଲିଯିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପାଳଙ୍ଗ ଶାଗର ଏଇ ଦମଦାର ତରକାରୀ ବନେଇବା ପାଇଁ ଏଇଠି ମୁଁ ନେଇଛି 2 ବିଡ଼ା ପାଳଙ୍ଗ ଶାଗ। ଶାଗ ଟିକେ ଅଧିକ ନେବେ। ପ୍ରଥମ କାମ ହେଲା ଶାଗକୁ ବାଛିବା, ଚେରକୁ କାଟି ବାଦ କରିବା। ତାପରେ ଶାଗ ଭିତରେ ଥିବା ଅନାବନା ଘାସ, ପଚା ପତ୍ର ଗୁଡ଼ିକୁ ବାଦ କରିବା। ତାପରେ ଶାଗର ନାଡ଼ ଯଦି ଟାଣ ଥିବ ନାଡ଼କୁ ବାଦ ଦେଇ କେବଳ ଶାଗକୁ ନେଇପାରିବେ। ଯଦି ନାଡ଼ କଷି ଥିବ ନାଡ଼ ସହିତ ଶାଗକୁ ନେଇପାରିବେ। ଶାଗ ବାଛି ସାରିବା ପରେ ଗୋଟେ ବଡ଼ ଜାଗାରେ ବେଶ କିଛି ପାଣି ନେବା। ପାଣିରେ ଅଳ୍ପ ଅଳ୍ପ ଶାଗ ଦେଇ ଘଷି ଘଷି ଧୋଇବା। ଶାଗରେ ଯାହା ବି ମାଟି କାଦୁଅ ଲାଗିଥିବ ସବୁ ବାହାରିଯିବ। ତାପରେ ଗୋଟେ ଜାଲିରେ ଛାଣିକି ରଖିବା। ଶାଗରେ ଯାହା ବି ଏକ୍ସଟ୍ରା ପାଣି ଥିବ ସବୁ ପାଣି ବାହାରିଯିବ। ସେଇ ଭିତରେ ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି 2 ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା, ଅଳ୍ପ ଜୁଆଣି ଦେବା। ପାଳଙ୍ଗ ଶାଗ ଟିକେ ଗ୍ୟାସ୍ କରେ, ଅଳ୍ପ ଜୁଆଣି ଦେଲେ ଶାଗ ବହୁତ ଜଲ୍ଦି ହଜମ ହେଇଯିବ। ତା ଛଡ଼ା ତରକାରୀରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ତା ସହିତ 2ଟି ଶୁଖିଲା ଲଙ୍କା, 2ଟି ତେଜପତ୍ର ଦେବା। ଜିରା ଜୁଆଣି ତେଲରେ ଫୁଟିଯିବା ପରେ 3-4 ପିଞ୍ଚ ହିଙ୍ଗୁ ଦେବା। ହିଙ୍ଗୁ ଜୁଆଣି ଯଦି ଥିବ ନିଶ୍ଚୟ ଦେବେ, ବହୁତ ବଢ଼ିଆ ଟେଷ୍ଟ ଆସିବ। ତା ଛଡ଼ା ତରକାରୀ ବହୁତ ଜଲ୍ଦି ହଜମ ହେଇଯିବ। ତାପରେ 10-12ଟି ରସୁଣକୁ ପୁରା ଛୋଟ ଛୋଟ କରି କାଟିକି ଦେବା। ରାଗ ପାଇଁ 2ଟି କଞ୍ଚା ଲଙ୍କା ଦେବା। ତା ସହିତ 1 ଇଞ୍ଚରୁ ଟିକେ କମ୍ ଅଦା ଦେବା। ଅଦାକୁ ରସୁଣ ଠାରୁ ଆଉ ଟିକେ ଛୋଟ କରି କାଟିବେ। ତେଲରେ ଭଲ ଭାବରେ ଭାଜିଯିବ, ଖାଇବା ସମୟରେ ଭଲ ଲାଗିବ। ଅଦା, ରସୁଣ, କଞ୍ଚା ଲଙ୍କା ଦେବା ପରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ଅଦା, ରସୁଣ, କଞ୍ଚା ଲଙ୍କାକୁ ଜମା ବେଶୀ ପୋଡ଼ିବେ ନାହିଁ। ଶାଗ ତରକାରୀରେ ଅଦା ରସୁଣ ଛେଚିକି ଦେବେ ନାହିଁ, ଏମିତି କାଟିକି ଦେଲେ ବହୁତ ବଢ଼ିଆ ଟେଷ୍ଟ ଆସିବ। ଅଦା ରସୁଣ ହାଲକା ଭାଜିଯିବା ପରେ ଆମେ ଗୋଟେ ବଡ଼ ସାଇଜ୍ର ପିଆଜ ଦେବା। ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ସେଇ ସାଧା ସିଧା ପିଆଜ, ଅଦା, ରସୁଣ, କିନ୍ତୁ ବନେଇବାର ପ୍ରୋସେସ୍ ଟିକେ ଅଲଗା ବୋଲି ଏଇ ତରକାରୀର ଟେଷ୍ଟ ପୁରା ଅଲଗା ଆସେ। ପିଆଜ ହାଲକା ଭାଜିଯିବା ପରେ 3ରୁ 4 ବଡ଼ ଚାମଚ ଫ୍ରେଶ୍ ଗ୍ରୀନ୍ ମଟର ଦେବା। ଏବେ ତ ଗ୍ରୀନ୍ ମଟର ସିଜନ୍, ଆପଣ ଚାହିଁଲେ ଦେଇପାରିବେ। ଅଳ୍ପ ଗ୍ରୀନ୍ ମଟର ଦେଲେ ଏଇ ତରକାରୀର ଟେଷ୍ଟ ବହୁତ ବଢ଼ିଯାଏ। ଗ୍ରୀନ୍ ମଟର ଦେବା ପରେ ମିଡ଼ିୟମ୍ ଫ୍ଲେମ୍ରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ପିଆଜ ସହିତ ଭାଜିବା। ଯାହାଦ୍ୱାରା ଗ୍ରୀନ୍ ମଟର ହାଲକା ଭାଜିଯିବ, ପିଆଜ ବି ଆଉ ଟିକେ ଭାଜିଯିବ। ସବୁ ମସଲାର ଫ୍ଲେଭର ମଟର ଭିତରକୁ ଆସିଯିବ। ମଟର ହାଲକା ଭାଜିଯିବା ପରେ ମସଲାରେ ଗୋଟେ ବଡ଼ ସାଇଜ୍ର ଟମାଟୋ ଦେବା। ଟମାଟୋ ହାଲକା ଖଟା ରହିଲେ ତରକାରୀ ଖାଇବା ପାଇଁ ଭଲ ଲାଗିବ। ଏବେ ମସଲାରେ ପାଳଙ୍ଗ ଶାଗକୁ ଦେଖିକି ଲୁଣ ଦେବା। ପାଳଙ୍ଗ ଶାଗରେ ଲୁଣ ଅଂଶ ଥାଏ, ତା ଛଡ଼ା ଶାଗର ପରିମାଣ ଅଧିକ ଦେଖାଯାଏ କିନ୍ତୁ ତରକାରୀରେ କମିଯାଏ। ସେଥିପାଇଁ ପ୍ରଥମେ ଅଳ୍ପ ଲୁଣ ଦେଇଥିବେ, ପରେ ଚାଖିକି ବି ଦେଇପାରିବେ। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଳ୍ପ ରାଗ ଲଙ୍କା ଗୁଣ୍ଡ, 2ଟି କଞ୍ଚା ଲଙ୍କା ଆମେ ମସଲାରେ ଦେଇଥିଲେ। ଭଲ କଲର ପାଇଁ ଅଳ୍ପ କାଶ୍ମୀରୀ ଲଙ୍କା ଗୁଣ୍ଡ, ଅଧା ଛୋଟ ଚାମଚ ଜିରା ଗୁଣ୍ଡ, 1 ଛୋଟ ଚାମଚ ଧନିଆ ଗୁଣ୍ଡ। ତରକାରୀରେ ସବୁବେଳେ ଜିରା ଗୁଣ୍ଡ କମ୍ ଦେବେ, ଧନିଆ ଗୁଣ୍ଡ ଅଧିକ ଦେବେ। ଜିରା ଗୁଣ୍ଡ ଅଧିକ ଦେଲେ ତରକାରୀ ପାଣିଆ ଲାଗେ। ସବୁ ଗୁଣ୍ଡ ମସଲାକୁ ଗୋଳେଇ ନେବା। ଏବେ ଦେଖନ୍ତୁ ମସଲା ଆମର ଟିକେ ଶୁଖିଲା ଲାଗୁଛି। 4-5 ଚାମଚ ପାଣି ଦେବା, ନହେଲେ ଗୁଣ୍ଡ ମସଲା କଢ଼େଇ ତଳେ ଲାଗିଯିବ। ପାଣି ଦେଇ ଗୋଳେଇ ନେବା। ଏବେ ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ମସଲାକୁ କଭର କରି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷିବା। ସେଇ ଭିତରେ ଚାଲନ୍ତୁ ତରକାରୀ ପାଇଁ ଆଉ ଗୋଟେ ସ୍ପେଶିଆଲ ମସଲା ବନେଇବା। ଗ୍ୟାସ୍ ଉପରେ ଗୋଟେ ଛୋଟ ପ୍ୟାନ୍ ବସେଇ 1 ବଡ଼ ଚାମଚ ବେସନ ଦେବା। ବେସନ ସହିତ 1 ଛୋଟ ଚାମଚ ଧଳା ରାଶି ଦେବା। ଧଳା ରାଶି ବଦଳରେ କଳା ରାଶି ଦେଇପାରିବେ। ରାଶି ଶୀତ ଦିନେ ଦେହ ପାଇଁ ବହୁତ ହିତକର। ତା ଛଡ଼ା ଅଳ୍ପ ରାଶି ଦେଲେ ଏଇ ତରକାରୀର ଟେଷ୍ଟ ବହୁତ ବଢ଼ିଯିବ। ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଲୋ ଫ୍ଲେମ୍ରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ବେସନ ଧଳା ରାଶିକୁ ଆମେ ହାଲକା ଭାଜିବା। ବେସନ ଭାଜିଯିବା ପରେ ଦେଖିବେ ବେସନରୁ ବହୁତ ବଢ଼ିଆ ବାସ୍ନା ବାହାରିବ। ବାସ୍ନା ବାହାରିଲେ ଆମେ ଗ୍ୟାସ୍ର ଫ୍ଲେମ୍ ପୁରା ବନ୍ଦ କରିବା। 1 ଛୋଟ ଚାମଚ କସୁରୀ ମେଥି ପତ୍ର ଦେବା। ଗ୍ୟାସ୍ର ଫ୍ଲେମ୍ ବନ୍ଦ ଅଛି। ସେ ଗରମ ପ୍ୟାନ୍ରେ କସୁରୀ ମେଥି ପତ୍ରକୁ ବେସନ ଧଳା ରାଶି ସହିତ ଭାଜିବା। ଆଉ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ସବୁ ଜିନିଷକୁ ଭାଜିବା। କସୁରୀ ମେଥି ପତ୍ର ହାଲକା ଭାଜିଗଲେ ତରକାରୀରେ ଭଲ ବାସ୍ନା, ଭଲ ଟେଷ୍ଟ ବି ଆସେ। ସବୁ ଜିନିଷ ଭାଜିଯିବା ପରେ ଆମେ ବାହାରକୁ ବାହାର କରି ଆଣିବା, ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା।
एपटे देखंतु शागरु सब पानी बाहरी जाइछि। एबे आमे शाग को काटी नेबा। शाग को बेसी छोट करी काटिबा दरकार नहीं, काहेकि ना एई शाग तरकारी रे बहुत जल्दी घंटी जाए। टिके बड़ रखी काटिले भी चलिबो। एठी देखंतु सब शाग को आमे काटी नेले। शाग आम रेडी ही गला। चलंतु मसला को चेक करिबा। 5-6 मिनिट परे एठी देखंतु मसला ऊपर को तेल आसी जाइछि। एमिति तेल आसीबा पर्यंत मसला को भलो भाबरे कसी नेबे। मसला कसिबा समय रे आमे ग्रीन मटर दे दिथिले। ग्रीन मटर भी सिझी गलानी। एबे मसला ऊपर काटी रखिथिबा शाग को देबा। जेमिति मु देली आपण माने सेमिति देबे। शाग देबा परे संगे संग खड़िका लगेबे नहीं, नहले शाग गरम कढ़ाई रे लागि जिवो। शागर कलर खराब ही जिवो। एबे गैस रो फ्लेम लो मीडियम रखी 2-3 मिनिट कवर करिबा। 3 मिनिट परे एठी देखंतु शागरु पानी बाहरी जाइछि। शागर परिमाण आग अपेक्षा कमी जाइछि। एबे पालंग शाग को आमे मसला सहित गळेबा। देखंतु शागरु केते सारा पानी बाहरी जाइछि। एबे आमे गैस रो फ्लेम मीडियम हाई रखी ई पानी को सुखेबा। शागरु बाहरी थिबा कंचा पानी सुखी गले शागर कंचा बासना चली जिवो। तरकारी रे खाइबा पई भल लागिवो। 2-3 मिनिट परे एठी देखंतु जतिकी पानी बाहरी थिला से पानी सुखी आसलानी। शागरु पानी सुखी जिबा परे आमे भाजी रखिथिबा बेसन धळा राशि को देबा। बेसन को ए स्टेज रे देले मसला सहित कसी जिवो। आपण माने भाबुथुबे काहेकि धळा राशि और बेसन देबा। अल्प बेसन देले एई तरकारी रे बहुत बढ़िया बाइंडिंग आसीबो। झोଳ अलगा शाग अलगा रहिबो नाही। ग्रेवी रो टेक्सचर बहुत बढ़िया आसीबो। ता सहित अल्प धळा राशि देले तरकारी खाइबा समय रे बहुत बढ़िया टेस्ट आसीबो। 2-3 मिनिट परे देखंतु बेसन मसला सहित भलो भाबरे कसी गलानी। जदि आपण माने कसा तरकारी खाइबा पई पसंद करथुबे एमिति तरकारी को खाइ परिबे। आज किंतु आमे ए तरकारी को टिके लटपटिया टिके जुकजुकिया करिबा। सेति पई आधा कप पाखा पाखी गरम पानी देबा। जमा ठंडा पानी देबे नाही आउ बेसी पानी देबे नाही। ए तरकारी को बेसी झोଳ कले खाइबा पई जमा भल लागिबो नाही। शेषरे आधा छोट चमच गरम मसला गुंड देबा। बहुत बढ़िया बासना आसीबो। सब जिंस को गळे नेबा आउ 1-2 मिनिट परे आमे गैस रो फ्लेम बंद करिबा। ए तरकारी को एतिकी बहलिया रखिबे काहेकि ना आमे बेसन देइछु। तरकारी ठंडा हला परे आउ टिके बहलिया हे जिवो। तरकारी रो फाइनल लुक कलर आउ टेक्सचर देखंतु केते डेलिशियस देखा जाउछि। आपण माने भी एई स्वादिया तरकारी बनांतु। केमिति लागिला निहाती कमेंट्स करी जणाइबे। आज पई रहिली पुणी देखा बा नया रेसिपी रे। धन्यवाद।